22 ତାରିଖ ଦିନେ ମିଲବା ସୁଭଦ୍ରା ଯୋଜନାର ପଇସା। ଆପଣମାନେ ଜାଣି ସାରିଛନ୍ ସୁଭଦ୍ରା ଯୋଜନାର ପଇସା ଅନେକ ହିତାଧିକାରୀ ବର୍ତ୍ତମାନ ସୁଦ୍ଧା ବି ପହିଲା କିସ୍ତି ନାଇଁ ପାଇବାର। ଅନେକ ହିତାଧିକାରୀ ବର୍ତ୍ତମାନ ସୁଦ୍ଧା ବି ପହିଲା କିସ୍ତି ପାଇଛନ୍, ସେକେଣ୍ଡ କିସ୍ତି ନାଇଁ ପାଇବାର। ଅନେକ ହିତାଧିକାରୀ ଅଛନ୍ ଯେନ୍ମାନେ କି ପହିଲା କିସ୍ତି ବି ପାଇ ସାରିଛନ୍, ସେକେଣ୍ଡ କିସ୍ତି ବି ପାଇ ସାରିଛନ୍। ଏବେ ଯେନ୍ଟାକି ସରକାର ଘୋଷଣା କରିଛନ୍, ଆଜି ହିଁ ଯେନ୍ଟାକି ଅପଡେଟ୍ ଆସି ସାରିଛେ ଯେ ଏପ୍ରିଲ ମାସର 22 ତାରିଖରେ ବି ସୁଭଦ୍ରା ଯୋଜନାର ପଇସା ଦିଆଯିବା ବୋଲି ସରକାର ଘୋଷଣା କରି ସାରିଛନ୍। ତ ଆପଣମାନେ ଯଦି ସୁଭଦ୍ରା ଯୋଜନାର ପଇସା ପାଇ ସାରିଛନ୍ ବୋଇଲେ ବି ଦେଖୁନ୍, ଆପଣମାନେ ସୁଭଦ୍ରା ଯୋଜନାର ପଇସା ନାଇଁ ପାଇବାର ବୋଇଲେ ବି ଦେଖୁନ୍, ଆପଣମାନେ ଗୁଟେ କିସ୍ତି ପାଇଛନ୍, 2 ନମ୍ବର କିସ୍ତି ନାଇଁ ପାଇବାର ବୋଇଲେ ବି ଇ ଅପଡେଟ୍କେ ଆପଣମାନେ ଜାନିଦଉନ୍। ଦେଖୁନ୍ ଯେନ୍ଟାକି ଆମେ ଆମର ମନ ଇଚ୍ଛା ନି କହିବାର କି କେନ୍ସି କାହାଣୀ ଭଳିଆ ନି କହିବାର, ଯେନ୍ଟା ଅପଡେଟ୍ ଆସି ସାରିଛେ ସେଟା ମୁଇଁ ଆପଣମାନଙ୍କୁ ଯେନ୍ଟାକି ପେପର ମାଧ୍ୟମରେ ମୁଇଁ ଯେନ୍ଟା ଅଛେ ପେପରରେ ଅଛେ ମୁଇଁ ଆପଣମାନକେ ଭିଡ଼ିଓ ମାଧ୍ୟମରେ ଦେଖେଇ ଦଉଛେ। ଆପଣମାନେ ଦେଖୁନ୍ ଏକ୍ଚୁଆଲି ସୁଭଦ୍ରା ଯୋଜନାର ପଇସା 22 ତାରିଖ ଆସବା କି ନାଇଁ ଆସେ, ଆର୍ କେନ୍ ମାନକେ ଆସବା 22 ତାରିଖ, କେନ୍ ମାନକେ ନାଇଁ ଆସେ ଯେ ଟୋଟାଲ ଯେନ୍ଟାକି ଆଜି ଆପଣମାନେ ଜାନିପାରିବେ। ଦେଖୁନ୍ ଆପଣମାନେ ଜାନି ସାରିଛନ୍ ଅନେକ ହିତାଧିକାରୀ ବାକି ଅଛନ୍ ଯେନ୍ଟାକି ସୁଭଦ୍ରା ଯୋଜନାର ପଇସା ବର୍ତ୍ତମାନ ସୁଦ୍ଧା ବି ପହିଲା କିସ୍ତି ପଇସା ବି ନାଇଁ ପାଇବାର। ଆର୍ ଅନେକ ହିତାଧିକାରୀ ପଇସା ପାଇ ସାରିଛନ୍, 2 କିସ୍ତି ବି, ଅନେକ ହିତାଧିକାରୀ ଗୁଟେ କିସ୍ତି ପଇସା ବି ପାଇଛନ୍। ତ ଆପଣମାନେ ଜାନି ସାରିଛନ୍ ଯେନ୍ମାନେ ପଇସା ନାଇଁ ପାଇବାର ସେମାନଙ୍କରଟା ଫିଜିକାଲ ଭେରିଫିକେସନ୍ ହେବା ବୋଲିକରି ସରକାର ଘୋଷଣା କରିଥିଲେ। ଆଉ ଆପଣମାନେ ଜାନି ବି ଥିବେ ସୁଭଦ୍ରା ଯୋଜନାର ପୋର୍ଟାଲ ଅନଲାଇନ୍ କରବାଟା ସରକାର ବର୍ତ୍ତମାନ ଲାଗି ବନ୍ଦ କରିଦେଇଛନ୍। ତ ବନ୍ଦ କରିଦେଇଛନ୍ କାହିଁଥିଲାଗି ଆପଣମାନେ ଦେଖୁନ୍ ଜାନିଥିବେ, ଯେନ୍ଟା ହେଉଛେ କି ଯେନ୍ମାନେ ପଇସା ଗୁଟେ କିସ୍ତି ବି ନାଇଁ ପାଇବାର ଏତେ ଦିନ ହେଲା ଆବେଦନ କରିଛନ୍, କେନ୍ କାରଣ ଲାଗି ପଇସା ନାଇଁ ଆସିଲା, କେନ୍ କାରଣ ଲାଗି ପଇସାଟା ପେଣ୍ଡିଂରେ ରହିଗଲା, ତ୍ରୁଟି ରହିଲା, କେନ୍ ତ୍ରୁଟି ଯେ ସବୁ ଠିକ୍ ଠାକ୍ କରବାର୍ ଲାଗି ସରକାର ଯେନ୍ଟାକି ଫିଜିକାଲ ଭେରିଫିକେସନ୍ କରବାର୍ ଲାଗି ସାଇଟ୍ଟା ବନ୍ଦ କରିଦେଲେ ଅନଲାଇନ୍ କରବାଟା। ଆଉ ସମସ୍ତଙ୍କର ଥରେକେ ଏକାଥରେ କ୍ଲିୟର କରାହେବା, ଆର୍ ତାର୍ ପରେ ଯାଇକରି ଯେନ୍ଟାକି ୱେବସାଇଟ୍ଟା ଖୁଲ୍ବା ନାଇଁ ଖୁଲ୍ବା, କେବେ ଖୁଲ୍ବା ସେଟା ତ କହି ନି ହୁଏ। ବାକି ଯେନ୍ଟାକି ବିଚାର କରିଛନ୍ ଏଇଟା ସରକାର ଯେ ସମସ୍ତଙ୍କଟା ପୁରା ଥରେ କ୍ଲିୟର ହେଇଯାଉ, ଯେତେ ବି ଆବେଦନ କରିଛନ୍ ତାରପରେ ଫିର୍ ନୂଆର ଯେନ୍ଟା ଆବେଦନ କରବେ ସେଟା ତାରପରେ କ୍ଲିୟର କରବେ। ସେ ହିସାବରେ ଏକା ସରକାର ଯେନ୍ଟାକି ଆବେଦନଟା ବନ୍ଦ କରିଦେଇଛନ୍। ଆରୁ ଏବେ ଯେନ୍ଟାକି 22 ତାରିଖରୁ 23 ତାରିଖ, 22 ଆର୍ 23 2 ଦିନ ଭିତରେ ସୁଭଦ୍ରା ଯୋଜନା ପଇସା ମିଲବା ବୋଲି ସରକାର ଘୋଷଣା କରିଛନ୍। ଦେଖୁନ୍ ଇନ ଆପଣମାନେ ଦେଖି ବି ପାରୁଥିବେ ଲେଖା ହେଇଛେ ଏପ୍ରିଲ 22ରେ ସୁଭଦ୍ରା ଟଙ୍କା। ଆପଣମାନେ ଭିଡ଼ିଓ ଦେଖୁନ୍, ଫାର୍ଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଭିଜିଟ୍ କରୁନ୍, ଆରାମସେ ଜାନିଯିବେ କେନ୍ ମାନକେ ପଇସା ମିଲବା 22 ତାରିଖ ଦିନ, କେନ୍ ମାନକେ ନାଇଁ ମିଲେ ଟୋଟାଲ ଆପଣମାନେ ଜାନିପାରିବେ। ଦେଖୁନ୍ ଇନ ଲେଖା ହେଇଛେ ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା। ଆପଣମାନେ ଦେଖୁଛନ୍ ଯେନ୍ଟା ପେପର ମାଧ୍ୟମରେ ଆସୁଛେ, ଯେନ୍ଟା ଗଣମାଧ୍ୟମ ରିପୋର୍ଟ ଅନୁସାରେ ଆସୁଛେ, ଆମେ ସେଟା ଆପଣଙ୍କୁ କହୁଛୁ। ଆମେ ନିଜେ ନାଇଁ ଲେଖବାର ଏଟା କି ନିଜେ ଆମେ ଯେନ୍ଟାକି ଭିଡ଼ିଓକେ କାହାଣୀ ଭଳିଆ ନି ବନାବାର। ଆପଣମାନେ ଦେଖବେ ବୋଇଲେ ଏକା ଜାନବେ, ଫାର୍ଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଭିଜିଟ୍ କରବେ ବୋଇଲେ ଏକା। ଆର୍ ଆପଣମାନେ ଅଧା ଦେଖବେ, ଅଧା ଦେଖବେ, ଅଧା ନାଇଁ ଦେଖନ୍। ଦେଖୁନ୍ ସେନ୍ତା ଆପଣମାନେ ଜାନିଛନ୍ କିଏ ପାଉଛନ୍ ପଇସା, କିଏ ନାଇଁ ପାଇବାର। ସୁଭଦ୍ରା ଯୋଜନାରେ ଆପଣ ଜାନିଛନ୍ ଜଣେ ଲୋକ ପହିଲା କିସ୍ତି ପାଇଲେ ବି ସେକେଣ୍ଡ କିସ୍ତି ନାଇଁ ପାଇବାର। ଆଗରୁ ଆବେଦନ କରିଥିଲେ ବି ବର୍ତ୍ତମାନ ସୁଦ୍ଧାକେ ପଇସା ନାଇଁ ଆସିବାର। ସେଥିଲାଗି ଆପଣ ସୁଭଦ୍ରା ଯୋଜନାର ପଇସା 6 ମାସର ଲାଗି ନେଇସେ କି ବର୍ଷେକର ଲାଗି ନେଇସେ, ଇଟା ହେଉଛେ 5 ବର୍ଷର ଲାଗି। କେତେବେଲେ କେନ୍ ଡକୁମେଣ୍ଟସ ଫେଲର ହେଇଯିବା, ପଇସା ନାଇଁ ଆସେ, କେତେବେଲେ କେନ୍ ପ୍ରୋବ୍ଲେମ୍ ଲାଗି ପଇସା ନାଇଁ ଆସେ, କେନ୍ ତ୍ରୁଟି ଲାଗି ପଇସା ନାଇଁ ଆସେ। ଆପଣମାନେ ଯାହା ବି ଆସବା ସୁଭଦ୍ରା ଯୋଜନାର ଭିଡ଼ିଓ ଅପଡେଟ୍ ମାନେ ଆପଣମାନେ ସବୁ ଦେଖବା ଲାଗି ଚେଷ୍ଟା କରୁନ୍। କାହିଁ ଯେ 5 ବର୍ଷର କଥା ଏଇଟା ଆପଣ ଜାନିଛନ୍। ଅନେକ ଏନ୍ତା ଯୋଜନା ଅଛେ ସରକାରୀ ଯୋଜନା, ସେ ଲିଷ୍ଟରେ ନା ଥିଲେ ବି କାହାକେ ପଇସା ମିଲୁଛେ, କାହାକେ ପଇସା ନାଇଁ ମିଲବାର। ଯଦି ଲିଷ୍ଟରେ ନା ରହେଲା ଯୋଗ୍ୟ ହିତାଧିକାରୀ ଲିଷ୍ଟରେ ପଇସା ତ ମିଲବାର କଥା, କାଁ ହେଲା ଯେ ନାଇଁ ମିଲବାର, କିଛି ନା କିଛି ତ୍ରୁଟି ରହେଲେ ହିଁ ପଇସାଟା ପେଣ୍ଡିଂରେ ରହିସି। ସେଟା ମାନେ ଯଦି ଆପଣମାନେ ଧ୍ୟାନ ନାଇଁ ଦେବେ, ଆମେ ପଇସା ପାଇଗଲୁନ, ଆମେ ପଇସା ପାଇମୁନ ଏଇଟା 5 ବର୍ଷ 10 ବର୍ଷ ଯଦି ବୋଲି ଭାବୁଛନ୍, ବେଲେ ସେଟା ଆପଣଙ୍କର ବିଚାର। ପଇସା ମିଲବା 10 ବର୍ଷ, ଆପଣ ଯେହେତୁ 10 କିସ୍ତି ଆପଣ ପଇସା ପାଇବେ 5 ବର୍ଷ କାହିଁ ନାଇଁ ମିଲବା, କିନ୍ତୁ ଆପଣଙ୍କର କେନ୍ସି ତ୍ରୁଟି ନି ରହିବାର କଥା, କେନ୍ସି ଡକୁମେଣ୍ଟସ ଫେଲର ନି ହେବାର କଥା। ତ ସେଥିଲାଗି ପଇସା ଆସବା ଆଗରୁ ଆପଣମାନେ ସବୁ ଠିକ୍ ଠାକ୍ କରବେ, ଯାଞ୍ଚ କରବେ ବୋଲେ ଆରାମସେ ଯେନ୍ଟାକି ଆପଣମାନେ ଯାହା ବି କିସ୍ତି ଆସବା 10 କିସ୍ତି ପର୍ଯ୍ୟନ୍ତ ସବୁ ପାଇବେ। ଆର୍ ଯଦି ଆପଣଙ୍କର କେନ୍ସି ତ୍ରୁଟି ରହିଯାଉଛେ, କେନ୍ସି ଡକୁମେଣ୍ଟସ ଫେଲର ହେଇଯାଉଛେ, ଆପଣ ନାଇଁ ଜାନୁଛନ୍ ବୋଇଲେ ପଇସାଟା ପେଣ୍ଡିଂରେ ରହିଯିବା। ତ ଠିକ୍ ସେନ୍ତା ଦେଖୁନ୍ ଆସୁନ୍, ଆଜି ଗୋଟେ ଅପଡେଟ୍ ଆସି ସାରିଛେ, ଯେନ୍ ଅପଡେଟ୍ଟା ହେଉଛେ 22 ଆର୍ 23 ତାରିଖ 2 ଦିନ ଭିତରେ ସୁଭଦ୍ରା ପଇସା ମିଲବା ବୋଲି କୁହାଯାଉଛେ। ଦେଖୁନ୍ ଇନ ଲେଖା ହେଇଛେ ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା, ଏପ୍ରିଲ 22 ଓ 23 ତାରିଖରେ ମିଳିବ ସୁଭଦ୍ରା ଟଙ୍କା। ଦେଖିପାରୁଛନ୍ ଇନ ଯେନ୍ଟାକି ଆପଣମାନେ ଦେଖିପାରୁଥିବେ
ନ୍ୟୁଜ୍ର ନାଁଟା ବି ହେଉଛି କନକ ନ୍ୟୁଜ୍। ଦେଖିଲେ ଟାଇମ୍ଟା ହେଉଛି 10:35 AM। ଏବେ ଏବେ ହିଁ ଆସିଛି। ଆର୍ ଡେଟ୍ଟା ହେଉଛି 7 ଏପ୍ରିଲ 2025। ଦେଖିପାରୁଛନ୍ ସାଙ୍ଗେ ସାଙ୍ଗେ ଆମେ ଆପଣଙ୍କୁ ଯେନ୍ଟାକି ଭିଡ଼ିଓଟା ଦେଇ ଦେଉଛୁ ଦେଖୁନ୍। ତାପରେ ତଲକେ କାଣା ଲେଖା ହେଇଛି ଦେଖୁନ୍। ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା। ଏପ୍ରିଲ 22 ଓ 23 ତାରିଖରେ ମିଳିବ ସୁଭଦ୍ରା ଟଙ୍କା। ଦେଖିଲେ ତାପରେ ଦେଖୁନ୍ ସର୍ଭେ ପରେ ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ମିଳିବ। ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଛନ୍ତି 1,70,000 ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିବ ଟଙ୍କା। ବର୍ତ୍ତମାନ ସୁଦ୍ଧା ବି କେତେ ଜଣ ପଇସା ନି ପାଇବାର ଦେଖୁନ୍ 1,70,000 ହିତାଧିକାରୀ ପଇସା ନି ପାଇବାର। ତାଙ୍କର ଖାତାକେ ପଇସା আসବା 22 ତାରିଖ আর 23 ତାରିଖ। ସୁଭଦ୍ରା ଯୋଜନାରେ 1,65,887 ମହିଳା ପ୍ରଥମ କିସ୍ତି ପାଇଛନ୍ତି। ସେହିଭଳି ଦ୍ୱିତୀୟ କିସ୍ତି ପାଇଛନ୍ତି 98,82,092 ଜଣ ମହିଳା। ପ୍ରଥମ କିସ୍ତିରେ ସରକାର 5,32,93,85,000 ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି। ଦ୍ୱିତୀୟ କିସ୍ତିରେ 4,941,04,60,000 ଟଙ୍କା ପଠାଯାଇଛି। ଆପଣମାନେ ଦେଖିଲେ ଜାଣିଲେ କେନ୍ କିସ୍ତିରେ କେତେ ଟଙ୍କା ମିଳୁଛେ, କେତେ ଜଣ ପାଇଛନ୍। ଇଟା ଦେଖୁନ୍ ଯାହା ଯେତେ ବି ବାକି ଥିଲେ ପହଲା କିସ୍ତି ପଇସା नहीं ପାଇବାର, ଯେତେ ବି ବାକି ଅଛନ୍ ପହଲା କିସ୍ତି ପଇସା नहीं ପାଇବାର। ଆର୍ ଯେନ୍ଟାକି ଆପଣମାନେ ଜାଣିଥିବେ ଯେ ସେକେଣ୍ଡ କିସ୍ତି ପଇସା ଯେନ୍ମାନେ नहीं ପାଇବାର ତ ସମସ୍ତଙ୍କଟା ଏଇଟା ଥରେ ଫିଜିକାଲ୍ ଭେରିଫିକେସନ୍ ଚାଲିଛେ। ଆପଣଙ୍କର ଏରିଆରେ ହେ ବି ଥିବାନ ଅନେକ ଏରିଆରେ ବର୍ତ୍ତମାନ ବି ଚାଲିଛେ ତାର। ଆର୍ 22-23 ତାରିଖ ପଇସା ମିଲବା ବୋଲି କହୁଛନ୍ ସରକାର। ବୋଇଲେ ଏଇଟା ଦେଖୁନ୍ 22-23 ତାରିଖ ବୋଇଲେ 20 ତାରିଖ ଆଗରୁ ଫିଜିକାଲ୍ ଭେରିଫିକେସନ୍ଟା ଏକ୍ଚୁଆଲି ଶେଷ କରିପାରନ୍ ଆଉ 22-23 ତାରିଖ ଏକା ପଇସାଟା ଦେଇପାରନ୍। ସେଥିଲାଗି 22-23 ତାରିଖ ପଇସା ମିଲବା ବୋଲି ସରକାର କହୁଛନ୍। ତ ଆପଣମାନେ ଯଦି ପଇସା नहीं ପାଇବାର ପହଲା କିସ୍ତି ବୋଲେ ଆପଣମାନେ ଯଦି ଯୋଗ୍ୟ ଅଛନ୍ ନିହାତି ଭାବେ ପଇସା ପାଇବେ 22-23 ତାରିଖ। ଆର୍ ଯଦି ଆପଣମାନେ ପହଲା କିସ୍ତି ପଇସା नहीं ପାଇଛନ୍ ଆର୍ ସେକେଣ୍ଡ କିସ୍ତି ପଇସା नहीं ପାଇବାର ଆପଣମାନେ ବି ପଇସା ପାଇବେ ଯଦି ଆପଣ ଯୋଗ୍ୟ ଅଛନ୍। ଦେଖୁନ୍ ଏଇଟା ଅପଡ଼େଟ୍ ଆସି ସାରିଛେ। ଆପଣମାନେ ୱେଟିଂ କରୁନ୍ 22-23 ତାରିଖ ପଇସା ପାଇବେ, କିନ୍ତୁ ଆପଣ ଯୋଗ୍ୟ ଥିବାର ଅଛି। ଦେଖୁନ୍ ଏଇଟା ଯେନ୍ଟାକି ଭେରିଫାଇ ପରେ ପଇସା ମିଳିବ ବୋଲି କୁହାଯାଉଛେ। ଏଇଟା ଆମେ ନିଜେ ନି କହିବାର ଆପଣମାନେ ଦେଖୁଛନ୍ ବି। ଠିକ୍ ଅଛେ ଦେଖୁନ୍ 22-23 ତାରିଖ ପର୍ଯ୍ୟନ୍ତ ଫିର୍ ସମସ୍ତଙ୍କୁ ପଇସା ଆସୁଛି କେନ୍ତା ୱେଟିଂରେ ରହିଯାଉଛି ଯେ ସେଟା ତ କହି ନି ହୁଏ। ଯେନ୍ ଦିନ ପଇସା ଆସବା ସେଦିନ ଏକା ଜଣା ପଡ଼ୁଛେ କେନ୍ମାନକେ ପଇସା ଆସବା କେନ୍ମାନକେ ପଇସା नहीं ଆସବାର ଯେ। ସେନ୍ତା ତ ଦେଖିବେ ବୋଲେ ପହଲା କିସ୍ତି ପାଇକରି ବି ସେକେଣ୍ଡ କିସ୍ତି नहीं ପାଇବାର। ସେକେଣ୍ଡ କିସ୍ତି ପଇସା ବି ଯେତେ ଜଣ ପାଇଛନ୍ 3 ନମ୍ବର କିସ୍ତି ବେଲକେ ସେ ବେଲକେ କାହାକେ ମିଲବା 3 ନମ୍ବର କିସ୍ତି କାହାକେ नहीं ମିଲେ ଯେ ପଇସା ମିଲଲେ ଏକା ଜଣା ପଡ଼ବା। କାହିଁ ଯେ ବୋଲେ ଦେଖୁନ୍ ସିଷ୍ଟମଟା ଏଟା ଏନ୍ତା ଏକା ହେଉଛି। କେତେବେଲେ କେନ୍ ଡକୁମେଣ୍ଟସ ଲାଗି କଟି ଯାଉଛନ୍, କିଏ କେତେବେଲେ କେନ୍ ତ୍ରୁଟି ଲାଗି ପଇସାଟା ପେଣ୍ଡିଂରେ ରହିଯାଉଛି, କିଛି ଜଣା नहीं ପଡ଼ବାର, କିଛି କହି नहीं ହେବାର। ହେଥିଲାଗି ଦେଖୁନ୍ 22-23 ତାରିଖ ଯେନ୍ମାନେ ବାକି ଅଛନ୍ ସେମାନକେ ପଇସା ମିଳିବ ବୋଲି ସରକାର କହୁଛନ୍। ବାକି ଦେଖୁନ୍ 22-23 ତାରିଖ କେନ୍ମାନକେ ଆସୁଛି କେନ୍ମାନକେ नहीं ଆସେ ଯେ ସେଦିନ ଏକା ଜଣା ପଡ଼ବା। ସେଟା ବି ଦେଖୁନ୍ କେବେ ଏପ୍ରିଲ ମାସର 22-23 ତାରିଖ ଆର୍ ଏଇଟା ଏପ୍ରିଲ ମାସ ଚାଲିଛେ। ଆଜି ହେଉଛି 7 ତାରିଖ ବୋଲେ ଆର୍ ରହେଲା ଆପଣଙ୍କର 15-16 ଦିନ ବାକି ଅଛି। ଆପଣମାନେ ବି ପଇସା ପାଇବେ।